ମା ମାତୃରଚନାବଳୀ ପାର୍ଟ 3 ଧମ୍ମପଦର ଟୀକା। ଆଜି ବିଷୟ ରହିଛି ମନ୍ଦ। ଯାହା ଉତ୍ତମ ତୁମେ ତ୍ୱରାନ୍ୱିତ ହୋଇ ତାହାରି ଆଡକୁ ଚାଲ। ଯାହା କିଛି ମନ୍ଦ ଚିନ୍ତାକୁ ପଛରେ ପକାଇ ବାହାରି ଆସ। କାରଣ ଉତ୍ସାହ ନଥାଇ ଯଦି କୌଣସି ଭଲ କାର୍ଯ୍ୟ କରାଯାଏ ତେବେ ତାହା ମନ୍ଦରେ ହିଁ ଆନନ୍ଦ ଲାଭ କରୁଥିବା ତୁମ ମନର ପରିଚୟଟିକୁ ଦେଇ ଯାଉଥିବ। ଯଦି ଜଣେ ବ୍ୟକ୍ତି ମନ୍ଦ କାର୍ଯ୍ୟଟିଏ କରୁଛି ତେବେ ତାର ଆଉ ସେଥିରେ ଅଧିକ ଅଗ୍ରସର ହେବା ଆଦୌ ଉଚିତ ନୁହେଁ। ସେଥିରେ ତାର କୌଣସି ଆନନ୍ଦ ପ୍ରକାଶ କରିବା ବି ଉଚିତ ନୁହେଁ। କାରଣ ଯଦି ମନ୍ଦ ଜମା ହେବାରେ ଲାଗିଥାଏ ତେବେ ତାହା କେବଳ ଦୁଃଖ ଦ୍ୱାରା ହିଁ ପୂର୍ଣ୍ଣ ହୋଇ ରହିଥିବ। ସାଧାରଣ ଓଡିଆ ଲେଖା ହେଇଛି, ବୁଝି ହବ। ଯଦି ଜଣେ ବ୍ୟକ୍ତି ଭଲ କାର୍ଯ୍ୟଟିଏ କରୁଛି ତେବେ ତାହାକୁ ଅବ୍ୟାହତ ଭାବରେ ହିଁ କରୁଥିବା ଉଚିତ ଏବଂ ସେଥିରେ ଆନନ୍ଦ ଅନୁଭବ କରିବା ଉଚିତ। ଯେତେବେଳେ ଭଲର ବୃଦ୍ଧି ହେବାରେ ଲାଗିଥାଏ ସେତେବେଳେ ତାହା କେବଳ ସୁଖର ହିଁ କାରଣ ହୋଇଥାଏ। ଆପଣାର ମନ୍ଦ କାର୍ଯ୍ୟଟି ସମ୍ପୂର୍ଣ୍ଣ ଭାବରେ ପରିପକ୍ୱ ନ ହୋଇଥିବା ଯାଏ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଏତ ସେଥିରୁ ବେଶ ସନ୍ତୋଷ ଅନୁଭବ କରୁଥିବ। ମାତ୍ର ମନ୍ଦଟି ଯେତେବେଳେ ପରିପକ୍ୱ ହେଇଯିବ ସେତେବେଳେ ତାହାକୁ ଦୁଃଖ ହିଁ ଭୋଗ କରିବାକୁ ପଡିବ। ଏଇ ଯୋଉ ମନ୍ଦ କାର୍ଯ୍ୟଟି ପରିପକ୍ୱ ଯୋଉ କଥାଟି ଯଦି ଆମେ ସାଧାରଣ ଭାବରେ ବୁଝିବା, ବେଳେ ବେଳେ କେତେ ଗୁଡିଏ କଥା ଆମେ ଯେମିତି କଥାରେ କହନ୍ତି ଥଟ୍ଟା କରନ୍ତି ବା ଜୋକ୍ କରନ୍ତି କିନ୍ତୁ ଅନ୍ୟ ଜଣଙ୍କୁ କଷ୍ଟ ହଉଥାଏ। ଅନ୍ୟ ଜଣଙ୍କୁ କଷ୍ଟ ଦେଇକି ବେଳେ ବେଳେ ଆମେ ଆନନ୍ଦ ପାଉ। ଅନ୍ୟ ଜଣଙ୍କୁ କଷ୍ଟ ଦେଇକି ଯୋଉ ଥଟ୍ଟା କରୁଛନ୍ତି ଆପଣ କାହାକୁ ଗୋଟେ କଷ୍ଟ ଦେଇକିରି, ତେବେ ସେ ଆନନ୍ଦ ହଉଛି ଏକ ମନ୍ଦ କାର୍ଯ୍ୟ। କିନ୍ତୁ ପ୍ରଥମେ ସିଏ ତାକୁ ସେମିତି ନର୍ମାଲ ଗ୍ରହଣ କରିବ, ଆପଣ ଆନନ୍ଦିତ ହେବେ, ଟିକେ ଟିକେ ଲାଗିବ, ତମର ସେ ପର୍ଯ୍ୟନ୍ତ ପରିପକ୍ୱ ହେଇନି। ଯେତେବେଳେ ସେ ଲୋକଟି ତାକୁ ପୁରା ଡିପଲି ଧରି ନେଇକିରି ପ୍ରତିକ୍ରିୟାଶୀଳ ହେଇ ଆଇଦର ଅଭିମାନ କରୁ କିମ୍ବା ତାଠାରୁ ଆହୁରି ଅଧିକ ହେଇ ଆରୋଗାଣ୍ଟ ହେଇ ଉତ୍ତେଜିତ ହେଇ ତୁମ ପ୍ରତି କୌଣସି ଏକ ଗୁରୁତର ପଦକ୍ଷେପ ନେଲା, ତୁମ ଠାରୁ ବିଚ୍ଛିନ୍ନ ହଉ ବା ତୁମ ଉପରେ ଆକ୍ରମଣ ହଉ, ଯେତେବେଳେ କଲା ସେତେବେଳେ ହୁଏତ ଆମେ ବୁଝିପାରୁ ଯେ ଆମେ ତାକୁ ଯୋଉ ଥଟ୍ଟାରେ ଜୋକରେ ଯୋଉ କହିଥିଲୁ ତାହା କହିବାଟା ଠିକ ନଥିଲା, ନ କହିଥିଲେ ଠିକ ହେଇଥାନ୍ତା। ତେଣୁ ଇଏ ଗୋଟେ ଛୋଟିଆ ଏକ୍ଜାମ୍ପଲ ଟେ ଦେଲି। କିନ୍ତୁ ଯେତେବେଳେ ଆମେ ମନ୍ଦ କାର୍ଯ୍ୟ ବା ଯୋଉ ଗୁଡିକ ଆମେ ବୁଝିବା ମାଙ୍କ ଦୃଷ୍ଟିକୋଣରୁ ବା ଆଧ୍ୟାତ୍ମିକ ଅଗ୍ରଗତି ଦୃଷ୍ଟିକୋଣରୁ, ଅନେକ ଗୁଡେ କାର୍ଯ୍ୟ ଆମେ କରୁ ଯୋଉଥିରେ ମୁଁ ତ ପ୍ରତିଷ୍ଠା ହୁଏ, ନିଜର ଅହଙ୍କାର ପ୍ରତିଷ୍ଠିତ ହୁଏ। ସେଥିରେ ମାଙ୍କର ଗୁରୁତ୍ୱ ଥାଉ ନଥାଉ ଆମର ସେଥିରେ କି ଜାୟଜ ନଥାଏ। ପ୍ରଥମେ ତାହା ଆମକୁ ଜଣା ପଡେ ନାହିଁ। ତାପରେ ଏମିତି ଏକ ସମୟ ଧୀରେ ଧୀରେ ବଢି ବଢି ଚାଲେ, ତାପରେ ଆମକୁ ଆଉ ଜଣା ହିଁ ପଡେ ନାହିଁ ଯେ ମୁଁ ମାଙ୍କର ବିରୁଦ୍ଧରେ ହିଁ କାର୍ଯ୍ୟ କରି କରି ଚାଲିଛି, ମୋ ଅଗ୍ରଗତିର ବିରୁଦ୍ଧରେ ହିଁ କାର୍ଯ୍ୟ କରି କରି ଚାଲିଛି। ଆଉ ଯେତେବେଳେ ଏମିତି କରି ଗୋଟେ ସମୟ ଆସିବ, ହୁଏତ ଗୋଟିଏ ଜନ୍ମରେ ଆମେ ତାକୁ ବୁଝିପାରୁ ବା ନ ବୁଝି ବି ପାରୁ, ଏ ଜନ୍ମ ଚାଲିଯାଏ। ଯୋଉମାନେ ଯଦି ଜନ୍ମର ଶେଷ ସମୟରେ ଯେତେବେଳେ ଜୀବନ ନାଟିକାଟି ଶେଷ ହବାକୁ ଯାଉଛି ତାର ମୁହୂର୍ତ୍ତ ପୂର୍ବରୁ କିନ୍ତୁ ନିଶ୍ଚୟ ସେ ଜାଣିପାରେ ଯେ ମୁଁ ଯୋଉ କାର୍ଯ୍ୟ କରିବାକୁ ଆସିଥିଲି ତାହା କାର୍ଯ୍ୟ କରିପାରି ନାହିଁ ଏବଂ ଏଇ ଜନ୍ମର କାର୍ଯ୍ୟଟି ଅଧୁରା ରହିଗଲା, ମୋ ଜୀବନର ସମସ୍ତ ସମୟ ମୋର ବ୍ୟର୍ଥରେ ଚାଲିଗଲା। ତେଣୁ ସେତେବେଳେ ପର୍ଯ୍ୟନ୍ତ ଅପେକ୍ଷା ନକରି ମୂଳରୁ ସାବଧାନ ହେଇଯିବା ଭଲ। ଭଲ କାର୍ଯ୍ୟଟି ଯେତେବେଳେ ଯାହା ପରିପକ୍ୱ ହୋଇନଥିବ, ଭଲ କରୁଥିବା ବ୍ୟକ୍ତି ହୁଏତ କିଞ୍ଚିତ ଦୁଃଖ ବି ଅନୁଭବ କରୁଥିବ। ମାତ୍ର ତାହା ଯେତେବେଳେ ପରିପକ୍ୱତା ଲାଭ କରିବ ସେତେବେଳେ ସେଇ ଉତ୍ତମ ବ୍ୟକ୍ତି ଅବଶ୍ୟ ସୁଖର ପରିଚୟ ପାଇବ। ଏଠି ଆଉ ଗୋଟେ ଦୃଷ୍ଟିକୋଣରୁ ମନେ ପଡୁଛି, ଖାଲି କହୁଛି ଏଇ କଥାଟି ତ ବୁଝି ହଉଛି, କିନ୍ତୁ ଆଉ ଗୋଟେ ଦୃଷ୍ଟିକୋଣ ହଉଛି, ମନେକର ଯୋଉ ଆପଣ କାହାର ମଙ୍ଗଳ ପାଇଁ, ତାର ଅଗ୍ରଗତି ପାଇଁ ଯେତେବେଳେ ଆମର ବାପା ମା ହୁଅନ୍ତୁ ବା ଆମର ଶିକ୍ଷକ ହୁଅନ୍ତୁ, ଆମକୁ ଯେତେବେଳେ ଆକଟ କରନ୍ତି, କିଛି ଜିନିଷ ଶିଖେଇବା ପାଇଁ ଚେଷ୍ଟା କରନ୍ତି, ସେତେବେଳେ ତାହା ଆମକୁ କଷ୍ଟ ଲାଗେ। ଡାକ୍ତର ମାନେ ଯେତେବେଳେ ଆମର ଚିକିତ୍ସା କରନ୍ତି ସେତେବେଳେ ଆମକୁ କଷ୍ଟ ଲାଗେ, ଯନ୍ତ୍ରଣା ଲାଗେ। କିନ୍ତୁ ସେ ଯୋଉ ଭଲ କାର୍ଯ୍ୟଟି କରୁଥାନ୍ତି ତାହା ଯେ ପର୍ଯ୍ୟନ୍ତ ଫଳରେ ପରିଣାମ ହେଇନାହିଁ ବା ଫଳରେ ରୂପାୟନ ହେଇନାହିଁ, ସେ ପର୍ଯ୍ୟନ୍ତ ଆମେ ତା ଉପରେ ବିରକ୍ତ ହଉଥାଉ, କଷ୍ଟ ପାଉଥାଉ, ତାକୁ ଗାଳି ଦଉଥାଉ। ଯେତେବେଳେ ଫଳଟି ଯଦି ମିଳିଗଲା ତାର,
ଏବଂ ଦେଖିଲା ରେ ହେଇ ଏଟା ମୋରି ପାଇଁ ହେଇଥିଲା ରେ, ମୋରି ଭଲ ପାଇଁ ହଉଥିଲା ରେ, ସେତେବେଳେ ଆମେ ଆନନ୍ଦ ଅନୁଭବ କରୁ। ଏ ଆଉ ଗୋଟେ ଦୃଷ୍ଟିକୋଣ ଗୋଟେ କଥାଟେ ମନେ ପକେଇଲି ଯେ କିନ୍ତୁ ଆମେ ଜାଣିଛନ୍ତି ଭଲଟି, ସେଥିପାଇଁ କୁହାଯାଏ ଯେ ପର୍ଯ୍ୟନ୍ତ କାର୍ଯ୍ୟ ସିଦ୍ଧି ନ ହେଇଛି ସେ ପର୍ଯ୍ୟନ୍ତ ଅନେକ ଲୋକ ବିଶ୍ୱାସ କରନ୍ତି ନାହିଁ। ତେଣୁ ଭଲ କାର୍ଯ୍ୟଟି ପରିପକ୍व ନ ହେବା ପର୍ଯ୍ୟନ୍ତ ହୁଏତ ବ୍ୟକ୍ତି କିଞ୍ଚିତ ଦୁଃଖ ବି ଅନୁଭବ କରୁଥାଏ, କାହିଁକିନା ସେ ଜାଣିନି ନା, ପରିଣାମ ପାଇନି, ଫଳ ପାଇନି। ସେଥିପାଇଁ ଆମକୁ କୁହାଯାଉଛି କର୍ମଫଳ ବା ଫଳର ଆଶା ନ ରଖି କାର୍ଯ୍ୟ ମାଙ୍କ ଉଦ୍ଦେଶ୍ୟରେ, ଭଗବାନ ଉଦ୍ଦେଶ୍ୟରେ କାର୍ଯ୍ୟ କର, ତେବେ ସେ କାର୍ଯ୍ୟର ଯୋଉ ଦୁଃଖଟି ମଧ୍ୟ ଆମେ ଆଉ ପାଇବା ନାହିଁ, ଯେ କିଞ୍ଚିତ ଦୁଃଖ ବି ଅନୁଭବ କରିବା ନାହିଁ। ମା ତାହା ମୋତେ ସ୍ପର୍ଶ କରିବ ନାହିଁ କହି ତୁମେ ମନ୍ଦକୁ କଦାପି ହାଲୁକା ଭାବରେ ଗ୍ରହଣ କରିବ ନାହିଁ। ଏଇଟା ଗୋଟେ ବଡ ମୂର୍ଖାମି ଆମେ କରୁ। ତାହା ମୋତେ ସ୍ପର୍ଶ କରିବ ନାହିଁ କହି ତୁମେ ମନ୍ଦକୁ କଦାପି ହାଲୁକା ଭାବରେ ଗ୍ରହଣ କରିବ ନାହିଁ। ବିନ୍ଦୁ ବିନ୍ଦୁ ପାଣି ଦ୍ୱାରା ହିଁ ଗୋଟିଏ ମାଠିଆ ପୂର୍ଣ୍ଣ ହୋଇଯାଏ, ଠିକ ସେହିପରି ଜଣେ ନିର୍ବୋଧ ବ୍ୟକ୍ତି ଅଳ୍ପ ଅଳ୍ପ କରି ହିଁ ଆପଣାକୁ ଦୁଷ୍ଟତା ଦ୍ୱାରା ପୂର୍ଣ୍ଣ କରି ଆଣିବାରେ ଲାଗିଥାଏ। ତାହା ମୋତେ ସ୍ପର୍ଶ କରିବ ନାହିଁ ବୋଲି କହି ତୁମେ ଭଲକୁ ବି କଦାପି ହାଲୁକା ଭାବରେ ଗ୍ରହଣ କରିବ ନାହିଁ। ବିନ୍ଦୁ ବିନ୍ଦୁ ପାଣି ଦ୍ୱାରା ହିଁ ଗୋଟିଏ ମାଠିଆ ପୂର୍ଣ୍ଣ ହୋଇଯାଏ, ଠିକ ସେହିପରି ଜଣେ ମୁନି ଅଳ୍ପ ଅଳ୍ପ କରି ହିଁ ଆପଣାକୁ ଭଲ ଦ୍ୱାରା ପୂର୍ଣ୍ଣ କରିବାରେ ଲାଗିଥାଏ। ଦୁଇଟି ଯାକ କଥା କହୁଛନ୍ତି ଯେ ଆମେ ବେଳେ ବେଳେ ବାହାସ୍ଫୋଟ ମାରୁ, ସିଏ ମତେ ଆଫେକ୍ଟ କରିପାରିବ। ଅନେକ ବ୍ୟକ୍ତି ଏଇ ବାହାସ୍ଫୋଟ ଆମେ ତ ମାରୁ, ତାକୁ ସାବଧାନ, ଏଠି ସାବଧାନ କରି ଦିଆଯାଉଛି ଆମକୁ ଧର୍ମପଦରେ ଯେ ତୁମେ ମନେ ରଖିବା ଉଚିତ, ବିନ୍ଦୁ ବିନ୍ଦୁ ହେଇକି ଯେଭଳି ମାଠିଆଟି ପୂର୍ଣ୍ଣ ହେଇଯାଏ, ସେଇଭଳି ତୁମେ ଯୋଉ ମନ୍ଦ କାର୍ଯ୍ୟ ଯୋଉ କରୁଛ ବା ଯାହା ସଂସ୍ପର୍ଶରେ ଆସୁଛ, ତୁମେ ଯୋଉ ଭାବୁଛ ଯେ ସେ ତୁମକୁ ସ୍ପର୍ଶ କରିବ ନାହିଁ, ତାହା ଏକ ଭୁଲ ଧାରଣା ଏବଂ ସେ ତୁମକୁ ଅଧିକରୁ ଅଧିକ ଦୁଷ୍ଟତାରେ ପରିପୂର୍ଣ୍ଣ କରିଦେବ। ତାହା ମୋତେ ସ୍ପର୍ଶ କରିବ ନାହିଁ ବୋଲି କହି ଯେତେବେଳେ ତୁମେ ଭଲକୁ ବି ଯଦି ଗ୍ରହଣ କର, ତାହା ମଧ୍ୟ ତୁମକୁ ପୂର୍ଣ୍ଣ କରିବ ଭଲରେ। ସେଥିପାଇଁ କୁହାଯାଏ ଛୋଟ ଛୋଟ ବିଜୟ ହାସଲ କର। ଆମେ ଯେତେବେଳେ ବ୍ୟସ୍ତ ହଉ, ନା ମୋର ଏତେ ଗଛ ରହିଛି, ମୋର ପ୍ରୋବ୍ଲେମ ରହିଛି, ମୋର କିଛି ହଉନାହିଁ, ଆଉ ମୁଁ ହତାଶ ନିରାଶ ଯେତେବେଳେ ହେଇଯାନ୍ତି, ସେତେବେଳେ ସେଇଥିପାଇଁ ବାରମ୍ବାର କୁହାହଉଛି କିଛି ନାହିଁ, ଏତେ ପରିଶ୍ରମ ଯଦି ହଉଛି, ଗୋଟିଏ ଛୋଟ କଥା ଯାହା ଉପରେ ତୁମେ ବିଜୟ ହାସଲ କରିପାରିବ, ଯାହା ଉପରେ ତୁମେ କର୍ତ୍ତୃତ୍ୱ ହାସଲ କରିପାରିବ, ତୁମେ ସେଇ କାର୍ଯ୍ୟଟିକୁ ଧର ଏବଂ ସେଇଥିରେ ନିଜକୁ ନିୟୋଜିତ କର। ତାପରେ ଦେଖିବ ଧୀରେ 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 ତମେ ଗୋଟେ ପରେ ଗୋଟେ ପରେ ଗୋଟେ ପରେ ଅନେକ କାର୍ଯ୍ୟ ତୁମେ କରିବା ପାଇଁ ସମର୍ଥ ହୋଇ ଉଠିବ। ଯେଉଁ ବଣିକ ଅନେକ ମୂଲ୍ୟବାନ ସାମଗ୍ରୀ ନେଇ ଯାଉଥାଏ ଓ ଯାହା ସହିତ କେବଳ ଅଳ୍ପ କେତେ ଜଣ ସଙ୍ଗୀ ରହିଥାନ୍ତି, ସେ ସର୍ବଦା ବିପଜ୍ଜନକ ରାସ୍ତା ଗୁଡିକୁ ଏଡି ଏଡି ହିଁ ବାଟ ଚାଲୁଥାଏ। ଏବଂ ଯେଉଁ ବ୍ୟକ୍ତି ନିଜର ଜୀବନକୁ ଭଲ ପାଉଥାଏ, ସେ ବିଷ ବିଷୟରେ ସର୍ବଦା ସାବଧାନ ହୋଇ ରହିଥାଏ। ମନ୍ଦ ବିଷୟରେ ମଧ୍ୟ ଆମର ଠିକ ଏହିପରି ହିଁ କାର୍ଯ୍ୟ କରିବା ଉଚିତ। ତେଣୁ ଯୋଉ ବ୍ୟକ୍ତି ନିଜର ଅଗ୍ରଗତି ପାଇଁ ସତରେ ସତରେ ଚେଷ୍ଟା କରୁଛି ବା ସତରେ ଚିନ୍ତିତ, ତେବେ ମନ୍ଦ କାର୍ଯ୍ୟରୁ ସେ ନିଜକୁ ବିରତ ରଖିବା ଉଚିତ। ଯେପରି କୌଣସି ବଣିକ ଯେତେବେଳେ ମୂଲ୍ୟବାନ ବସ୍ତୁ ନେଇ ଯାଉଛି, ତେଣୁ ସେ ସେତେବେଳେ ଚେଷ୍ଟା କରେ ଯେ ଯେମିତି ବିପଜ୍ଜନକ ରାସ୍ତା ଯୋଉଟା, ସେ ରାସ୍ତାକୁ ସେ ଯେପରି ନ ଯାଏ। ଯୋଉ ଜାଗାରେ ଲୁଟ ମାରା ହଉଛି ବା ସେ ଜଙ୍ଗଲ ରାସ୍ତା ହଉ, ନିଚାଟିଆ ରାସ୍ତା ହଉ, ତାକୁ ସେ ଆଭଏଡ କରେ। ତେଣୁ ସାବଧାନ ସେ ବ୍ୟକ୍ତି ହୁଏ ଯୋଉ ବ୍ୟକ୍ତି ନିଜ ସମ୍ବନ୍ଧରେ, ନିଜର ଅଗ୍ରଗତି ସମ୍ବନ୍ଧରେ ତାକୁ ଆମେ କହିପାରିବା ଏମିତି ଯେ ସେ ସତରେ ଚାହୁଁଛି ତାର ଅଗ୍ରଗତି ହଉ ବୋଲି। ନହେଲେ ଅନେକ ଲୋକଙ୍କର ତାଙ୍କର ଅଗ୍ରଗତି ଠିକ ଯାଏ ଆସ ନାହିଁ। ଆସିଛ, ଖାଅ ପିଅ ମୌଜ କର, ଯାହା ହବ ଦେଖାଯିବ। କହନ୍ତିନି ଯାହା ହବ ଦେଖାଯିବ, 5-25 ଖର୍ଚ୍ଚ ହବ। କଣ ହବ ଯାହା ମାନେ କଣ, ଯାବତ୍ ଜୀବେତ୍ ଘୃତଂ ପିବେତ୍, ଋଣଂ କୃତ୍ବା ଘୃତଂ ପିବେତ୍। ଋଣ କରିକି ଘିଅ ଖାଉଥିବ ସେମାନଙ୍କ ପାଇଁ ଏ କଥାର କିଛି ଅର୍ଥ ନାହିଁ। ସେମାନେ ଯନ୍ତ୍ରଣା ପାଇଲା ବେଳେ ଖାଲି ଅନ୍ୟକୁ ଦୋଷ ଦେବେ। ତେଣୁ ଯୋଉମାନେ ସାବଧାନ ବ୍ୟକ୍ତି, ସେମାନେ ଏ ବିଷୟରେ ସାବଧାନ ହବା ଉଚିତ। ଯେଉଁ ହାତରେ କୌଣସି କ୍ଷତ ନାହିଁ, ତାହା ସମ୍ପୂର୍ଣ୍ଣ ବିପଦ ଶୂନ୍ୟ ଭାବରେ ହିଁ ହାତରେ ବିଷକୁ ଧରିପାରେ। ତୁମେ ଠିକ ସେହିପରି ଭାବରେ ହିଁ କାର୍ଯ୍ୟ କରିବ, କାରଣ ଧର୍ମ ପରାୟଣ ବ୍ୟକ୍ତିକୁ କୌଣସି ମନ୍ଦ ସ୍ପର୍ଶ କରିପାରିବ ନାହିଁ। ତୁମର ଚେତନାର ସ୍ତର ଏତେ ଉର୍ଦ୍ଧ୍ୱକୁ ଉଠାଇ ନିଅ ଯେ ତୁମକୁ କେହି କିଛି ଯେପରି ସ୍ପର୍ଶ କରିବେ ନାହିଁ। କାରଣ ଆମ ହାତରେ ଯଦି କୌଣସି ଜାଗା ଏକ ଖଣ୍ଡିଆ ରହିଛି, ତେବେ ଆପଣ ଯଦି ବିଷକୁ ଧରୁଛନ୍ତି, ତାହେଲେ ସେ ଖଣ୍ଡିଆ ବାଟ ଦେଇକି ଆପଣଙ୍କ ଦେହଟାକୁ ନଷ୍ଟ କରିଦବ ସେ।
ଯଦି ହାତରେ କିଛି କ୍ଷତ ନାହିଁ ତେବେ ଆପଣ ଖାଲି ହାତରେ ବିଷଟାକୁ ଧରିଲେ ବି ତାପରେ ଧୋଇବେ ବା ସଫା କରିଦେଇ ପାରିବେ, ଆପଣଙ୍କର କିଛି ହବ ନାହିଁ। ଯଦି ତୁମେ ଶୁଦ୍ଧ, ନିର୍ଦ୍ଦୋଷ ଏବଂ ଅସହାୟ କୌଣସି ବ୍ୟକ୍ତିର ଅପମାନ କର, ତେବେ ସେହି ଅପମାନ ଓଲଟି ଆସି ପ୍ରକୃତରେ ତୁମରି ଉପରେ ହିଁ ପଡିବ। ତୁମ ଆଡକୁ ତୁମେ ବହୁଥିବା ପବନକୁ ବାଲି ଫୋପାଡ଼ିଲେ ଯେପରି ହୁଏ, ଠିକ ସେହିପରି। ପବନଟି ତୁମ ଆଡକୁ ଆସୁଛି, ତମେ ଯଦି ତା ଉପରୁ ବାଲି ଏମିତି ପକେଇବ ତେବେ ପବନ ଉଡିକି ଆସି ପଡିବ। ଯେମିତି ବାଲି ଆସି ନିଜ ଉପରେ ପଡେ, ଏଠି ଧର୍ମପଦରେ ବର୍ଣ୍ଣନା କରୁଛନ୍ତି, ତୁମେ ଯଦି କୌଣସି ବ୍ୟକ୍ତି ଯିଏ ଶୁଦ୍ଧ, ଯିଏ ନିର୍ଦ୍ଦୋଷ, ଯିଏ ଅସହାୟ, ତାକୁ ଯଦି ତୁମେ ଅପମାନିତ କରୁଛ, ତେବେ ମନେ ରଖ ତାର କୁ ପରିଣାମ ତୁମକୁ ଭୋଗ କରିବାକୁ ପଡିବ, ତାର କନସିକ୍ୱେନ୍ସ ତମେ ନିଶ୍ଚୟ ଭୋଗ କରିବ। ଆପଣ ଯେତେବେଳେ କାନ୍ଥକୁ ଯେତେବେଳେ ବଲ୍ ଟେ ପକଉଛନ୍ତି ତା ରିବାଉଣ୍ଡ କରି ଫେରୁଛି, ତାର କାରଣ ହଉଛି କାନ୍ଥ ବଲ୍ ଧରିବା ପାଇଁ ତାର ଇଚ୍ଛା ନାହିଁ ବା ତାର ସାମର୍ଥ୍ୟ ନାହିଁ। ଜଣେ ବ୍ୟକ୍ତି ଯେ ନିର୍ଦ୍ଦୋଷ, ତୁମେ ତାକୁ ଯେତେ ଅପମାନିତ କରୁଛ, ତାର ସେଥିରେ କିଛି ପ୍ରଭାବ ପଡିବନି। କାହିଁକି? ସିଏ ଯେମିତି କହନ୍ତି ନିର୍ମାୟ, ତା ଭିତରେ କିଛି ନାହିଁ ବା ସେ ଦୋଷ କିଛି କରିନାହିଁ। ତେଣୁ ତୁମ କଥା ରିବାଉଣ୍ଡ ହେଇକି ତୁମ ପାଖକୁ ଆସିବ। ତେଣୁ ତାର ପରିଣାମ କଣ ହବ? ସେଇ ଶକ୍ତି, ଯୋଉ ଶକ୍ତି ତୁମେ ପ୍ରେରଣ କରିଥିଲ, ଯୋଉ ଅପମାନ କରିଥିଲ, ଯୋଉ ନା କୁତ୍ସିତ ଶକ୍ତି, ବିରୋଧୀ ଶକ୍ତିକୁ ବ୍ୟବହାର କରିଥିଲ, ସେ ଆସି ତୁମ ଉପରେ ପଡିବ, ତୁମ ଉପରେ ଅନ୍ୟ ଭାବରେ କ୍ଷତି କରିବ। ତମେ ଭାବନି ଯେ ତମକୁ କିଏ ଗାଳି ଦବ ବୋଲି, ଖାଲି ସେତିକି ନୁହଁ, ସେ ଶକ୍ତି ଅନ୍ୟ କୌଣସି ଉପାୟରେ ବି ତୁମକୁ କ୍ଷତିଗ୍ରସ୍ତ କରାଇବ। ପୁନର୍ଜନ୍ମ ଲାଭ କରି କେତେ ଲୋକ ଏ ସଂସାରକୁ ଆସନ୍ତି ଏବଂ ଆହୁରି କେତେକ ନିରୟ ବା ନର୍କକୁ ଯାଆନ୍ତି। ନ୍ୟାୟପରାୟଣ ବ୍ୟକ୍ତିମାନେ ସ୍ୱର୍ଗଲୋକ ଗୁଡ଼ିକୁ ପ୍ରାପ୍ତ ହୁଅନ୍ତି। ମାତ୍ର ଯେଉଁମାନେ ନିଜକୁ ସକଳ ବାସନାରୁ ମୁକ୍ତ କରି ରଖିଥାନ୍ତି, ସେମାନେ ପ୍ରକୃତରେ ନିର୍ବାଣ ଲାଭ କରନ୍ତି। ଆକାଶରେ ନୁହେଁ, ସମୁଦ୍ରର ଗଭୀରରେ ନୁହେଁ, ବା କୌଣସି ପର୍ବତ ଗୁମ୍ଫାରେ ନୁହେଁ, ଏହି ପୃଥିବୀ ଉପରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠାରେ କି କୌଣସି ବ୍ୟକ୍ତିକୁ ତାର ମନ୍ଦ କାର୍ଯ୍ୟ ଠାରୁ ଆଶ୍ରୟ ମିଳିପାରିବ। ତମେ ଯୋଉଠିକି ଯାଅ ନା କାହିଁକି, ତୁମେ ଯୋଉ କାର୍ଯ୍ୟ କରିଛ ତାର କନସିକ୍ୱେନ୍ସ, ତାର ପରିଣାମ ତୁମକୁ ଭୋଗ କରିବାକୁ ପଡିବ। ଆକାଶରେ ନୁହେଁ, ସମୁଦ୍ରର ଗଭୀରରେ ନୁହେଁ, ବା କୌଣସି ପର୍ବତ ଗୁମ୍ଫାରେ ନୁହେଁ, ଏହି ପୃଥିବୀ ଉପରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠାରେ କି କୌଣସି ବ୍ୟକ୍ତି ମରଣ ଠାରୁ ଲୁଚି ରହିଯାଇପାରିବ। ସେତେବେଳେ ଅତିମାନ ଶକ୍ତି ଅବତରଣ କରିନଥିଲା, ସମୟ ଆସିନଥିଲା। ତେଣୁ ସେତେବେଳେ ମରଣ ଠାରୁ ଯେ ମୁକ୍ତି ସମ୍ଭବ, ଅମୃତତ୍ୱ ଯେ ସମ୍ଭବ, ସେ ବିଷୟ ନଥିଲା। ତେଣୁ ଧର୍ମପଦରେ ବର୍ଣ୍ଣନା କରାଯାଇଛି ଯେ ମୃତ୍ୟୁ ସୁନିଶ୍ଚିତ, ଏଇ ଅର୍ଥରେ ଏଠି କୁହାଯାଉଛି। କିନ୍ତୁ ଆମେ ଯଦି ତାକୁ ଅନ୍ୟ ଏକ ଗଭୀର ଅର୍ଥକୁ ନେଇ ବୁଝିବା, ଯଦି ମରଣ ଠାରୁ କେହି ଲୁଚି ରହିପାରିବେ ନାହିଁ, ତେବେ ଏଠି ଯୋଉ ବିରୋଧୀ ଶକ୍ତି ଯିଏ ମୋର ଅଗ୍ରଗତିରେ ବାଧା ସୃଷ୍ଟି କରୁଛି, ତେଣୁ ତାର ବି ନିଶ୍ଚୟ ହବ, ତା ଉପରେ ତେଣୁ ବିଜୟ ଆମର ସୁନିଶ୍ଚିତ। କାରଣ ମରଣ ତ ତାର ରହିଛି। ତେଣୁ ସେ କେତେ ଦିନ ରହିବ? ଗାଢ ହେଇ 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 ଅନ୍ଧକାର କେତେ ଗାଢ ହଉ, ସୂର୍ଯ୍ୟ ଉଦୟ ହେଲେ ଅନ୍ଧକାର ନିଶ୍ଚିତ ନାହିଁ। ତେଣୁ ଯେତେବେଳେ ପରମ ଆଲୋକ ଆମ ଉପରେ ପଡିବ, ସମ୍ପୂର୍ଣ୍ଣ ଭାବରେ ଆମେ ଆଲୋକିତ ହେଇଯିବା। ତେଣୁ କୌଣସି ଗତିବିଧି ନାହିଁ ଯାହା ଉପରେ ଆମର ବିଜୟ ହାସଲ ହେଇପାରିବ ନାହିଁ, ତାହା ଯେତେ ଯେତେ ଶକ୍ତିଶାଳୀ ହେଇଥାଉ ନା କାହିଁକି। ମା ଲେଖୁଛନ୍ତି, ମା କହୁଛନ୍ତି ବୁଝେଇକିରି, ଲୋକମାନଙ୍କର ମନକୁ ବିଭିନ୍ନ ସମୟରେ ଯେଉଁ ଭାବନା ମାନ ଆସିଥାଏ, ସେମାନେ ସେଗୁଡିକ ସହିତ ଭାରି ହାଲୁକା ଭାବରେ ବ୍ୟବହାର କରିଥାନ୍ତି ଏବଂ ଏହା ଫଳରେ ବାତାବରଣଟି ଯାବତୀୟ ପ୍ରକାରର ଏହିପରି ନାନା ଭାବନାରେ ପୂର୍ଣ୍ଣ ହୋଇ ରହିଥାଏ, ଯାହାକୁ କି ନିର୍ଦ୍ଦିଷ୍ଟ କୌଣସି ଜଣେ ବ୍ୟକ୍ତିର ଭାବନା ବୋଲି ଆଦୌ କହିବ ନାହିଁ। ମା ଏଠି ବର୍ଣ୍ଣନା କରୁଛନ୍ତି, ଆମ ଭିତରେ ଯୋଉ ଭାବନା ଆସୁଛି, ତାମାନେ ତମେ କହିପାରିବନି ଯେ ଏଇଟା ତୁମର ବୋଲି। କାରଣ ଅନେକ ସତ୍ତା ଦ୍ଵାରା, ଅନେକ ଘଟଣା ଦ୍ଵାରା ଆମେ ଯୋଉ ପ୍ରଭାବିତ ହେଇ ଯୋଉ କରୁଛୁ, ତାମାନେ ସେ ଭାବନାଟି ତାର ନା, ସେ ଧାରଣାଟି ତାର, ତାହା ମୋ ଭିତରେ ପ୍ରକାଶିତ ହେଇଛି। ତେଣୁ ସେଇ ଭାବନା ଗୁଡିକ ଅନବରତ ଅବାଧରେ ଜଣେ ବ୍ୟକ୍ତି ଠାରୁ ଆଉ ଜଣେ ବ୍ୟକ୍ତି ମଧ୍ୟକୁ ଭ୍ରମି ବୁଲିବାରେ ଲାଗିଥାନ୍ତି, ଅତ୍ୟନ୍ତ ଅବାଧରେ ଘୁରି ବୁଲୁଥାନ୍ତି। କାରଣ ସଂସାରରେ ଏପରି ଲୋକ ଅନେକ କମ ଅଛନ୍ତି ଯେଉଁମାନେ କି ନିଜର ଭାବନା ଗୁଡିକୁ ନିୟନ୍ତ୍ରଣ ରଖିଥାନ୍ତି। ନିଜ ଭାବନା ଉପରେ ଯଦି ନିୟନ୍ତ୍ରଣ ନାହିଁ, ତେବେ ତୁମେ ଯୋଉ ଭାବନା କହୁଛ ଏଇଟା ମୋ ଭାବନା, ତୁମର ଧାରଣା ଯୋଉଟା କହୁଛ ଏଇଟା ମୋର ଧାରଣା, ମୋର ବୋଲି ଯୋଉ ଡିଣ୍ଡିମ ପିଟୁଛ, ସେତେବେଳେ ତମେ ଦେଖିବ ଯେ ତାହା ଅନ୍ୟ ଦ୍ଵାରା ପ୍ରଭାବିତ ହେଇଛି। ତାମାନେ ସେ ଧାରଣାଟି ତାଙ୍କର, ସେ ଭାବନାଟି ତାଙ୍କର, ତୁମେ ତାଙ୍କ ଦ୍ଵାରା ପ୍ରଭାବିତ, ତାଙ୍କ ଭାବନାଟା ତୁମ ପାଖକୁ ଆସିଛି। ତେଣୁ ଯୋଉମାନେ ନିଜର ଚିନ୍ତା ଉପରେ, ନିଜର ଭାବନା ଉପରେ ନିୟନ୍ତ୍ରଣ ହାସଲ କରିଛନ୍ତି, କର୍ତ୍ତୃତ୍ୱ ହାସଲ କରିଛନ୍ତି, ସେମାନେ
ଭାବନା ତାଙ୍କୁ ଅଧିକାର କରିପାରିବ ନାହିଁ। ତେଣୁ ସେତେବେଳେ ଯାଇକି ସେ କହିପାରିବେ ଯେ ତାଙ୍କର ନିଜର କୋଉଟା। ଆପଣାର ଭାବନା ଗୁଡିକୁ କିପରି ନିଜର ନିୟନ୍ତ୍ରଣ ରଖାଯାଇ ପାରିବ, ଯଦି ତୁମେ ସେଥିଲାଗି ବୌଦ୍ଧ ସାଧନାର ମାର୍ଗଟି ଗ୍ରହଣ କରିବାକୁ ଯିବ, ତେବେ ତୁମେ ପ୍ରକୃତିରେ ଭାରି ଆଗ୍ରହ ଉଦ୍ଦୀପକ ଆବିଷ୍କାର ମାନ କରିପାରିବ। ତୁମେ ନିଜର ଭାବନା ଗୁଡିକ ଉପରେ ଦୃଷ୍ଟିପାତ କରିବାକୁ ଚେଷ୍ଟା କରିବ, ସେଗୁଡିକୁ ଅବାଧରେ ଆସିବାକୁ ଯିବାକୁ ନ ଦେଇ, ଏପରିକି ବେଳେ ବେଳେ ସେଗୁଡିକ ଯେପରି ତୁମର ମୁଣ୍ଡ ଭିତରକୁ ପ୍ରବେଶ କରନ୍ତି ଏବଂ ବେଶ ଏକ ଅନୁଚିତ ଉପାୟରେ ସେଠାରେ ଆପଣଙ୍କୁ ପ୍ରତିଷ୍ଠିତ କରି ରଖିଥାନ୍ତି, ସେଗୁଡିକୁ ସେପରି ମଧ୍ୟ କରିବାକୁ ନ ଦେଇ ତୁମେ ସେଗୁଡିକ ଉପରେ କେବଳ ଦୃଷ୍ଟିପାତ କରିବ, ସେଗୁଡିକୁ ଅବଲୋକନ କରିବ ଏବଂ ତେବେ ଅତ୍ୟନ୍ତ ବିସ୍ମୟର ସହିତ ଦେଖିବାକୁ ପାଇବ ଯେ ମାତ୍ର କେତୋଟି କ୍ଷଣ ମଧ୍ୟରେ ହିଁ ତୁମର ମୁଣ୍ଡ ଭିତର ଦେଇ କ୍ରମାନ୍ୱୟରେ କେତେ କେତେ ଅସମ୍ଭବ ଭାବନା ମାନ ଗତି କରିବାରେ ଲାଗିଛନ୍ତି, ଯେଉଁଗୁଡିକୁ କି କେବଳ କ୍ଷତିକାରକ ବୋଲି ହିଁ କୁହାଯାଇ ପାରିବ। ଥରେ ଯଦି ନିଜ ଉପରେ ନିଜ ଅବଲୋକନ କରିବା ଶିଖିବ, ତେବେ ଆମେ ଦେଖିପାରିବା ଅନେକ ଭାବନା ଯାହା ଇଚ୍ଛା ତାହା ମୋ ଭିତରେ କେମିତି ଅବାରିତ ଭାବରେ ପଶୁଛି, ବାହାରି ଯାଉଛି ଏବଂ ମତେ ତା ଭିତରେ କ୍ରୀଡ଼ନକ କରିଦଉଛି। ତୁମେ ଭାବୁଥିବ ତୁମେ ପ୍ରକୃତରେ କେଡ଼େ ଭଲ, କେଡ଼େ ଦୟାବାନ, ତୁମର ମନଟି ପ୍ରକୃତରେ କେଡ଼େ ଭଲ ଏବଂ ତାହା ସର୍ବଦା କେବଳ ଭଲ ଅନୁଭୂତି ଦ୍ୱାରା ହିଁ ପୂର୍ଣ୍ଣ ହୋଇ ରହିଛି। ତୁମେ କାହାରି କୌଣସି କ୍ଷତି କରିବାକୁ ଚାହୁଁନାହ, ସମସ୍ତଙ୍କର ହିଁ କେବଳ ଭଲ ଚାହୁଁଛ। ଏକ ଆତ୍ମସନ୍ତୋଷର ଭାବ ସହିତ ତୁମେ ନିଜକୁ ଏହି ସବୁ କଥା କହିବା ଲାଗିଥିବ, ମାତ୍ର ଆପେ ଚିନ୍ତା କରିବା ସମୟରେ ଯଦି ତୁମେ ନିଷ୍ଠାର ସହିତ ଆପଣ ଆଡକୁ ଅନାଇ ଦେଖିବ, ତେବେ ତୁମେ ଦେଖିବାକୁ ପାଇବ ଯେ ତୁମ ମୁଣ୍ଡ ଭିତରେ ତୁମେ ଏପରି ଗୁଡିଏ ଭାବନାକୁ ଜମା କରି ରଖିଛ, ଯାହାକୁ କି ବେଳେ ବେଳେ ପ୍ରକୃତରେ ଭୟଙ୍କର ବୋଲି କୁହାଯାଇ ପାରିବ ଏବଂ ଯେଉଁଗୁଡିକ ବିଷୟରେ କି ତୁମେ ଆଗରୁ ଆଦୌ ସଜ୍ଞାନ ହୋଇ ରହିନଥିଲ। ଉଦାହରଣ ସ୍ୱରୂପ, ଯେତେବେଳେ କୌଣସି ଗୋଟେ କଥା ଭଲ ନ ଲାଗିଲା, ସେତେବେଳେ ତୁମର ମନରେ ପ୍ରକୃତରେ କଣ ପ୍ରତିକ୍ରିୟା ମାନ ହୋଇଥାଏ କହିଲ? ତୁମେ ସେତେବେଳେ ତୁମର ବନ୍ଧୁ, ଆତ୍ମୀୟ ଓ ପରିଚିତ ସମସ୍ତଙ୍କୁ ଭର୍ତ୍ସନା କରି କାଳ ହାତରେ ସମର୍ପି ଦେବାକୁ ଇଚ୍ଛା କର। ଯେତେବେଳେ ଆମକୁ କଥା ଭଲ ନ ଲାଗେ, ସେତେବେଳେ ଆମେ ସମସ୍ତଙ୍କୁ ଗାଳି ଦଉ, ସମସ୍ତଙ୍କର ଦୋଷ ବାହାର କରୁ, ସମସ୍ତଙ୍କୁ ଗାଳି ଦଉ। ଯେତେବେଳେ ଆମ ଦେହ ଭଲ ନଥାଏ ଦେଖିବେ, ସେତେବେଳେ ଆମର ପାଟିକୁ ଅନେକ ଜିନିଷ ରୁଚେ ନାହିଁ। ମତେ ଯଦି କିଏ ଜବରଦସ୍ତ କରେ ସେ ସମୟରେ ସେଇଟାକୁ ଖାଇବା ପାଇଁ, ସେତେବେଳେ ଆମେ ଭାବୁ ସିଏ ହଉଛି ଆମର ସବୁଠାରୁ ବଡ ଶତ୍ରୁ, ଯିଏ ମତେ ଜବରଦସ୍ତ କରୁଛି। ଫପଡା ଫିଙ୍ଗା କରି ତାକୁ ଗାଳି ଦେଇ, ସେମିତି ଆମ ଜୀବନରେ ଆମେ ନିଜର କୋଉଟା ଭଲ ମନ୍ଦ ଜାଣିନଥାଉ। ତେଣୁ ଆମକୁ ଯେତେବେଳେ କୌଣସି କଥା ଭଲ ନ ଲାଗିଲା, ମତେ ରୁଚି ନ ଲାଗିଲା, ତେବେ ସେତେବେଳେ ମୁଁ ଅନ୍ୟମାନଙ୍କୁ ଗାଳି ଦିଏ, ମୋର ପ୍ରତିକ୍ରିୟା ବହୁତ ଭାବରେ ଦେଖେ। ସେମାନଙ୍କୁ ସକଳ ଦୁଃଖ ଭୋଗିବାକୁ ପଡୁ ବୋଲି ଅପକାମନା ମାନ କରିବାରେ ଲାଗିଥାଅ ଏବଂ ସେ ବିଷୟରେ ସଜ୍ଞାନ ହୋଇ ବି ରହିନଥାଅ ଏବଂ ତୁମେ କହିବାରେ ଲାଗିଥାଅ, ଏଥିରୁ ସେମାନେ ବର୍ତ୍ତମାନ ନିଶ୍ଚୟ ଏହି ଶିକ୍ଷାଟିକୁ ଲାଭ କରିବେ ଏବଂ କାହାର ସମାଲୋଚନା କଲାବେଳେ ତୁମେ କହୁଥାଅ, ଆପଣାର ଭୁଲ ବିଷୟରେ ତାକୁ ଅବଶ୍ୟ ସଚେତ କରିଦେବା ଉଚିତ। ଆମେ ଯେତେବେଳେ କାହାକୁ ସମାଲୋଚନା କରୁଛୁ, ସେତେବେଳେ ଆମେ ବଡ ପଣ୍ଡିତ, ବଡ ବିଜ୍ଞ ବ୍ୟକ୍ତି ଭଳି କହୁ, ନା ନା, ଆଉ ସେ ତା ବିଷୟରେ ସଚେତନ ହବା ଉଚିତ ନା, ଆଉ ସେ ଯୋଉ ଭୁଲଟି କରୁଥିଲା, ସେ ଭୁଲଟି ବିଷୟରେ ସେ ନ ଜାଣିଲେ କେମିତି ହବ? ତେଣୁ ମୁଁ ସେଇଥିପାଇଁ ତାକୁ କହୁଛି ନା। ଏବଂ ଯେତେବେଳେ ଯଦି କେହି ତୁମର ଧାରଣାଟି ଅନୁସାରେ କାର୍ଯ୍ୟ ନ କଲା ଯଦି କେହି ତୁମର ଧାରଣାଟି ଅନୁସାରେ କାର୍ଯ୍ୟ ନ କଲା, ସେତେବେଳେ ତୁମେ କହୁଥାଅ ସେ ନିଶ୍ଚୟ ଏଥିଲାଗି ଦଣ୍ଡ ପାଇବ। ଏହିପରି କେତେ କଣ କହୁଥାଅ। ଏଇଟା ବଢିଆ କଥାଟେ, ଏଇଟା ଆମେ ସମସ୍ତେ ଆମେ କହୁ। ଯଦି ମୋ ଧାରଣା ଅନୁସାରେ ନ କଲା, ଆମେ କହୁ ସେ ଭୁଲ କରୁଛି ଏବଂ ଭଗବାନ ତାକୁ କ୍ଷମା କରିବେନି, ସେ ନିଶ୍ଚୟ ଦଣ୍ଡ ପାଇବ। ତୁମେ ଏସବୁ ବିଷୟରେ କିଛି ଜାଣିପାର ନାହିଁ, କାରଣ ନିଜେ କିଛି ଭାବିଲା ବେଳେ ତୁମେ ମୋଟେ ଆପଣ ଆଡକୁ ଅନାଇ ଦେଖ ନାହିଁ। ବେଳେ ବେଳେ ଏସବୁ ଟିକେ ଅତ୍ୟଧିକ ଭାବରେ କଠିନ ଓ ଉତ୍କଟ ହୋଇ ପଡିଲେ ତୁମେ ହୁଏତ ସେ ବିଷୟରେ କିଛି ଜାଣିବାକୁ ପାଅ, ମାତ୍ର ବିଷୟଟି ତୁମ ଭିତରେ ଦେଇ କେବଳ ଚାଲିଯିବାର ଲାଗିଥିଲେ ତୁମେ ସେଇଠି ଆଡକୁ କ୍ୱଚିତ ଦୃଷ୍ଟିପାତ ବି କରିଥାଅ। ସେଇଠି ଆସେ, ପ୍ରବେଶ କରେ, ପୁଣି ଚାଲିଯାଏ। ତାପରେ ତୁମେ ଏଇ କଥାଟି ଜାଣିବାକୁ ଆରମ୍ଭ କର ଯେ ଯଦି ତୁମେ ପ୍ରକୃତରେ ଶୁଦ୍ଧ ହେବାକୁ ଇଚ୍ଛା କରିବ ଓ ସମ୍ପୂର୍ଣ୍ଣ ଭାବରେ ସତ୍ୟର ପକ୍ଷରେ ହିଁ ରହିବ, ତେବେ ସେଥିଲାଗି ସତର୍କତା ଦରକାର ହେବ, ନିଷ୍ଠା ଦରକାର ହେବ ଏବଂ ଏକ ଆତ୍ମନିରୀକ୍ଷଣ ମଧ୍ୟ ଦରକାର ହେବ, ଏକ ଆତ୍ମ ସଂଯମ ଦରକାର ହେବ। ଏସବୁ ସାଧାରଣତଃ କଦାପି ଦେଖିବାକୁ ମିଳେ ନା। ସେତେବେଳେ ତୁମେ ଏଇ କଥାଟି ଉପଲବ୍ଧି କରିବାକୁ ଆରମ୍ଭ କର ଯେ ଯଥାର୍ଥରେ ନିଷ୍ଠାପର ହୋଇପାରିବା ପ୍ରକୃତରେ ବଡ କଷ୍ଟକର। ଆମେ ନିଜର ଧାରଣାକୁ, ନିଜର ଭାବନାକୁ ଆମେ ଏତେ ଯୁକ୍ତିଯୁକ୍ତ ଏବଂ ଏତେ ସଠିକ ବୋଲି ଗ୍ରହଣ କରୁ, ତାହାର ବିରୁଦ୍ଧରେ ଜଣେ ଯେତେବେଳେ କିଏ କିଛି କରେ,
ବା ତା ଆମ ଅନୁସାରେ କାର୍ଯ୍ୟ ଯଦି ନ କରେ, ତେଣୁ ଆମେ ତାକୁ ସ୍ୱାଭାବିକ ଭାବେ କହୁ ସେମାନେ ଭୁଲ କରୁଛନ୍ତି ବୋଲି। ଏବଂ ଏପରି କରିବା ଉଚିତ ନୁହଁ, ଏଇଟା ମାଙ୍କ ମାଧ୍ୟମ ନୁହଁ, ଏଇଟା ଭଗବାନଙ୍କ ମାଧ୍ୟମ ନୁହଁ, ଏଇଭଳି ଭାବରେ ଆମେ କହୁ। ଏବଂ ସେତେବେଳେ ଏମିତି ବି ହୁଏ, ଅନେକ ବ୍ୟକ୍ତି ଆମେ କହୁ ଯେ ସିଏ ଯୋଉଭଳିଆ ଖାଉଛି ନା ପାଇବ, ପାନେ ପାଇବ, ଦଣ୍ଡ ପାଇବ। ସେଇ ସମୟରେ ଆମେ ନିଜ ଆଡକୁ କେବେ ଦେଖିନଥାଉ। ଆଉ କହୁଛନ୍ତି ସେଥିପାଇଁ ଅତ୍ୟଧିକ କଠିନ ଏବଂ ଉତ୍କଟ ହୋଇ ପଡିଲେ ତୁମେ ହୁଏତ ସେ ବିଷୟରେ କି ଜାଣିବାକୁ ପାଅ। କାରଣ ଆମେ ସବୁବେଳେ ଅନ୍ୟକୁ ଦେଖି ଦେଖି ଏତେ ଅଭ୍ୟାସ ହେଇଯାଉ, ନିଜକୁ ଆମେ ଦେଖିପାରୁନା। ତେଣୁ ଆମ ଭିତରେ ଯୋଉ ଗୁଣ ଗୁଡିକ ଆମର ଅଗ୍ରଗତି ପାଇଁ ବାଧା ସୃଷ୍ଟି କରୁଥିଲା, ସେ ରହି 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 ବଢି ବଢି ଚାଲେ। ଆମେ ଆକ୍ଚୁଆଲି ଜାଣିପାରୁନା। ଅତି ଉତ୍କଟ ହେଇଗଲେ ହୁଏତ ଜଣେ କିଏ ଜାଣିପାରେ, ନହେଲେ ତାହା ବି ଜାଣିପାରେନି। ସେ ଭାବେ ଭଗବାନଙ୍କର ଦୋଷ ଦିଏ, ବ୍ୟକ୍ତି ମାନଙ୍କର ଦୋଷ ଦିଏ। ଆମେ କହନ୍ତିନି ଅନେକ ବ୍ୟକ୍ତି ଯୋଉମାନେ ସେଇ ପ୍ରକାର ବ୍ୟକ୍ତି ଆମେ ସବୁ କହୁ କଣ ଯେ ସିଏ ମତେ ଚକ୍ରାନ୍ତରେ ପକେଇଲେ, ଅଗେରା ବଗେରା ହେଇଛି। ତାପରେ କହୁଛନ୍ତି ଯେତେବେଳେ ଉତ୍କଟ ନ ହେଇଛି ସେ ପର୍ଯ୍ୟନ୍ତ ତୁମେ ଜାଣିପାରନି, ସେ ଆସୁଥାଏ ତୁମ ଭିତରେ ଚାଲିଯାଏ, ଆସେ ପ୍ରବେଶ କରେ ପୁଣି ଚାଲିଯାଏ। ମା ତାପରେ କହୁଛନ୍ତି ଯଦି ତୁମେ ଚାହୁଁଛ ଯେ ପ୍ରକୃତରେ ତୁମେ ଶୁଦ୍ଧ ହବା ପାଇଁ, ତୁମେ ସତ୍ୟର ପକ୍ଷରେ ରହିବା ପାଇଁ ତୁମେ ଚାହୁଁଛ, ନା ନା ମୁଁ ଅଗ୍ରଗତି ପଥରେ ରହିବି, ସତ୍ୟର ପକ୍ଷରେ ରହିବି, ଆଲୋକର ପକ୍ଷରେ ରହିବି, ଯଦି ସତରେ ଚାହୁଁଛ ତାହେଲେ କଣ କରିବାକୁ? ମା କହୁଛନ୍ତି ତେବେ ସେଥିଲାଗି ସତର୍କତା ଦରକାର ହବ। ତାହେଲେ ଫାଷ୍ଟ କଣ୍ଡିସନ କଣ କହିଲେ? ଆମକୁ ସତର୍କ ହବାକୁ ପଡିବ। ସେଥିପାଇଁ କହିଲେ ଆଗ ଅବଲୋକନ କରିବ। ଏଠି କଣ କହିଲେ? ଆଗ ତମେ ଜାଣୁଛ ଯେ ନାଇଁ ନାଇଁ ମତେ ଏଗୁଡାକ ଭୁଲ ଅଛି, ମତେ ଶୁଦ୍ଧ ହବାକୁ ଇଚ୍ଛା ଅଛି। ତାମାନେ ଶୁଦ୍ଧ କଣ ଜାଣୁଛ, ଅବଲୋକନ କରିବ, ଦେଖିବ କୋଉଟା ଶୁଦ୍ଧ କୋଉଟା ଅଶୁଦ୍ଧ। ତାପରେ ସତର୍କତା ଦରକାର, ଏବଂ ସତର୍କତା ପରେ ନିଷ୍ଠା ଦରକାର। ନିଷ୍ଠାପର ଭାବରେ ଆପଣ ଯୋଉ ଗୁଡିକ ଅଗ୍ରଗତିକୁ ବିରୋଧ କରୁଛି ତାକୁ ପ୍ରତ୍ୟାଖ୍ୟାନ କରିବେ, ଯୋଉଗୁଡାକ ଅଗ୍ରଗତିକୁ ସହଯୋଗ କରୁଛି ତାକୁ ଆପଣେଇବେ, ତାକୁ ନିଜର ଜୀବନ ଚର୍ଯ୍ୟାରେ ପରିଣତ କରିବେ, ଅନୁଶୀଳନ କରିବେ। ନିଷ୍ଠା ଦରକାର ହେବ। ଆତ୍ମନିରୀକ୍ଷଣ, ଯୋଉଟା ଆମେ ଏବେ କଥା ହଉଛନ୍ତି, ଆତ୍ମନିରୀକ୍ଷଣ ନିହାତି ଦରକାର। ନିଜକୁ କହନ୍ତିନି ଏକ ନିର୍ଦ୍ଦୟ ନିରୀକ୍ଷକ ଭାବେ ନିଜକୁ ପରୀକ୍ଷା କରିକି ନିଜକୁ ଦେଖିବ। ଆମେ ଅନ୍ୟମାନଙ୍କ ପାଇଁ ବହୁତ ନିର୍ଦ୍ଦୟ ପରୀକ୍ଷକ ହଉ, ନିଜ ପାଇଁ ବହୁତ ଢିଲା ମାରୁ, ବହୁତ କ୍ଲୁ ଦଉ। ହଁ ଭାଇ ଏମିତି ହେଇଥିଲା ବୋଲି ଏଇଆ ହେଲା, ସେମିତି ହେଇଥିଲା ବୋଲି ସେଇଆ ହେଲା। ହଁ ବହୁତ ଏକ୍ସକ୍ୟୁଜ ନଉ। କହୁଛନ୍ତି ସତର୍କତା ଦରକାର, ଆତ୍ମନିରୀକ୍ଷଣ ଦରକାର, ନିଷ୍ଠାପର ହବା ଦରକାର। ତାପରେ କହିଲେ ଆତ୍ମସଂଯମ, ଯୋଉଟା ଆମେ କଥା ହଉଥିଲେ, ମା ଆଗରୁ ଯୋଉଟା ଲେଖିଥିଲେ। କଣ ଅବଲୋକନ କହିଲେ? ନିରୀକ୍ଷଣ। ସତର୍କ କହିଲେ ସେକେଣ୍ଡ ଟା ସତର୍କତା। ତୃତୀୟ ଟା କହିଥିଲେ କଣ? କର୍ତ୍ତୃତ୍ୱ ହାସଲ। ତେଣୁ ଏଠି କହୁଛନ୍ତି ଆତ୍ମସଂଯମ ଦରକାର ହବ। ଆତ୍ମସଂଯମ ମାନେ ତା ଉପରେ ନିଜର ନିୟନ୍ତ୍ରଣ କରିବ, କର୍ତ୍ତୃତ୍ୱ ହାସଲ କରିବ। ତାପରେ ଏସବୁ ସାଧାରଣତଃ କଥା ଦେଖିବାକୁ ମିଳେ ନାହିଁ। ସେତେବେଳେ ତୁମେ ଏଇ କଥାଟି ଉପଲବ୍ଧି କରିବାକୁ ଆରମ୍ଭ କରିବ ଯେ ଯଥାର୍ଥରେ ନିଷ୍ଠାପର ହୋଇପାରିବ ପ୍ରକୃତରେ କେତେ କଷ୍ଟକର କଥା। କାହିଁକିନା ନିଷ୍ଠାପର ହେଲାକୁ ତମେ ଯୋଉ ମୁହୂର୍ତ୍ତରେ ପ୍ରୟାସ କରିବ, ଚେଷ୍ଟା କରିବ, ସେଇ ମୁହୂର୍ତ୍ତରେ ତୁମ ପାଖକୁ ଅଧିକରୁ ଅଧିକ ସମସ୍ୟା ଆସି ପହଞ୍ଚିଯିବ। ଆମେ ସେତେବେଳେ ଡରି ଯାଉ, କିନ୍ତୁ ପ୍ରକୃତରେ ଖୁସି ହବା କଥା। କାହିଁକି? ସମସ୍ୟା ଯେତେ ଅଧିକରୁ ହେଇ ହେଇ ଚାଲୁଛି, ତାମାନେ ସେ ମତେ ଅଧିକରୁ ଅଧିକ ଆହୁରି ଦୃଢ କରି 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 ଯିବ। ଯେକୌଣସି ଘଟଣାରେ ଆମେ ନିଜେ ଇନଭଲ୍ଭ ହେଲେ ଅନୁଭବ ଆସେ। ଯେମିତି ଆପଣ ଦେଖନ୍ତୁ, ଆପଣ ଗୋଟେ ଗାଡିରେ ଆପଣଙ୍କୁ ଡକା ହେଲେ, ଆପଣ ଗାଡିରେ ବସିଲେ, ଚାଲିଲେ, ଯୋଉ ଜାଗାକୁ ଯାଇକି ଆସିଲେ, ସେତେବେଳେ ଆପଣ ତାପରେ ଯଦି କୁହାହବ ଆପଣ ଯାଇପାରିବେ। କିନ୍ତୁ ଆପଣ ନିଜେ ଯଦି ଗାଡି ଚଲେଇକି ଗଲେ, ତାହେଲେ ଆପଣଙ୍କ ସେ ରାସ୍ତା, ସେ ଜାଗା ପୁରା ମନେ ରହିବ। ଯେତେବେଳେ ଯିବେ ଆପଣଙ୍କୁ ଜଣା ପଡିଯିବ ଆରେ ମୁଁ ଏଇ ବାଟ ଦେଇ ଯିବି। ସେଥିପାଇଁ ବିଜ୍ଞାନରେ କୁହାଯାଏ କଣ? ନିଜେ ପରୀକ୍ଷା କରି ଦେଖ। ଖାଲି ଶୁଣିଲେ କିଛି ମନେ ରହିବନି, ନିଜେ କରିଲେ ଯାଇକି ଜାଣିବ ଆଉ ବୁଝିବ। ତୁମେ ଆପଣାର ବଡେଇ କରୁଥାଅ ଯେ ତୁମ ଭିତରେ ଭଲ ଭାବନା, ଭଲ ଅଭିପ୍ରାୟ ବ୍ୟତୀତ ପ୍ରକୃତରେ ଆଉ କିଛି ହେଲେ ନାହିଁ। ଏବଂ ତୁମେ ଯେତେବେଳେ ଯାହା କିଛି କରୁଛ ତାହା କେବଳ ଯାହା ଭଲ
ତାରି ପାଇଁ ହିଁ କରୁଛ। ଏଇଟା ଆମ ଭିତରେ ଗୋଟେ ଧାରଣା ଥାଏ ଯେ ମୁଁ ଭାରି ଭଲ, ମୁଁ ଯାହା କରୁଛି ଭାରି ଭଲ। ହଁ, ଯେତେବେଳେ ଯାଏ ତୁମେ ସଚେତନ ରହିଛ ଓ ତୁମର ନିୟନ୍ତ୍ରଣ ଶକ୍ତି ରହିଛି, ସେ ପର୍ଯ୍ୟନ୍ତ ତାହା ଅବଶ୍ୟ ସତ। ତାମାନେ ଆମେ କହିପାରିବା ଯଦି ମୋର ଆତ୍ମନିୟନ୍ତ୍ରଣ ରହିଛି, ମୁଁ ସଚେତନ ରହିଛି, ତାହେଲେ ସେତେବେଳେ ପର୍ଯ୍ୟନ୍ତ ମୁଁ ହୁଏତ ସତ କହିପାରେ। କହୁଛନ୍ତି ଆଉ ଗୋଟେ କାଟାଗୋରୀ ଲୋକ, ଆମେ ସାଧାରଣତଃ ଆମେ ଯୋଉମାନେ ଯଦି ସାଧାରଣ ବ୍ୟକ୍ତି ରହିଛି ସେମାନେ ତ ସବୁବେଳେ ଆମେ ଛାଡ ଅସତର୍କ ସବୁ। କିନ୍ତୁ ଯଦି କିଏ ସତର୍କ ରହିଛି ତାହେଲେ ସିଏ ଜାଣିବା ଉଚିତ ଯେ ଯେତେବେଳେ ଯେ ସେ ସଚେତନ ଅଛି ତା ନିୟନ୍ତ୍ରଣ ଶକ୍ତି ସେତେ ସମୟ ପର୍ଯ୍ୟନ୍ତ ରହିଛି, ଏବଂ ସେତେବେଳେ ଏଇ କଥା ତୁମେ ତୁମ ଭିତରେ ଯୋଉଟା କହୁଛ ସେଇଟା ସତ ହେଇପାରେ। ମାତ୍ର ଯେତେବେଳେ ତୁମେ ଅତ୍ୟନ୍ତ ମନୋଯୋଗୀ ହୋଇ ରହିପାରୁନାହଁ, ସେତେବେଳେ ତୁମ ଭିତରେ ଯାବତୀୟ ପ୍ରକାରର କଥା ଆସି ଘଟିବାରେ ଲାଗୁଛି। ତୁମେ ସେଗୁଡିକ ବିଷୟରେ ଆଦୌ ସଚେତନ ରହିପାରୁନାହଁ, ଏବଂ ସେଇ ଘଟଣା ଗୁଡିକୁ ମଧ୍ୟ କଦାପି ସୁନ୍ଦର ବୋଲି କହିହବ ନାହିଁ। ଆମେ ସବୁବେଳେ ମନୋଯୋଗୀ ହୋଇ ରହିବା ବର୍ତ୍ତମାନ ପର୍ଯ୍ୟନ୍ତ ଶିଖିନାହୁଁ। ଯୋଉମାନେ ଶିଖିଛନ୍ତି ସେମାନେ ସେ ମୁକ୍ତ ଆତ୍ମା, ତାଙ୍କ କଥା କେ କୁହାଯାଏ। ଆମ କଥା କୁହାଉଛି ଆମେ ଯୋଉମାନେ ଏବେ ଆରମ୍ଭ କରୁଛନ୍ତି, ଚେଷ୍ଟା କରୁଛନ୍ତି, କିଛି ବାଟ ଚେଷ୍ଟା କରିଛନ୍ତି, ସେମାନଙ୍କ ପାଇଁ କୁହାଉଛି ଯଦି ସଚେତନ ହେଇ ରହିପାରୁନାହୁଁ ତାହେଲେ ମନେ ରଖିବ ଘଟଣା ଗୁଡିକୁ ତମେ କେବେ ସୁନ୍ଦର କହିବ ନାହିଁ। କିନ୍ତୁ ସଚେତନ ହେଇ ରହିଲେ, ମନୋଯୋଗୀ ହେଇ ରହିଲେ ନିୟନ୍ତ୍ରଣ ଶକ୍ତି ଆମର ଆସିବ ଏବଂ ଆମେ ଜାଣିପାରିବୁ। ଯଦି ନିଜର ଗୃହଟିକୁ ତୁମେ ସମ୍ପୂର୍ଣ୍ଣ ଭାବରେ ନିର୍ମଳ ରଖିବାକୁ ଇଚ୍ଛା କରୁଥାଅ, ତେବେ ତୁମକୁ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ। କି କହିଲେ ଯଦି ସତରେ ତମେ ଚାହୁଁଛ ଯେ ତୁମର ଗୃହଟି ସମ୍ପୂର୍ଣ୍ଣ ଭାବରେ ନିର୍ମଳ ରହୁ, ତାହେଲେ ତମକୁ ଆହୁରି ଅଧିକ ସତର୍କ ରହିବାକୁ, ସେଠି କହୁଛନ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ସତର୍କ ରହିବାକୁ, ଏବଂ ବିଶେଷ କରି ଏପରି ଆଦୌ ବିଶ୍ୱାସ କରିବାକୁ ପଡିବ ନାହିଁ ଯେ ତୁମେ ସତେଅବା ଏକା ଡିଆଁକି ଆସି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଗଲାଣି। ତେଣୁ ଏମିତି ଭାବନି ଯେ ତମେ ଏକା ଡିଆଁକି ପଳେଇ ଆସିବ ଆଉ ସବୁ କିଛି ନଥିବ। ଭଲ ଓ ଉଚିତର ପକ୍ଷରେ ରହିବ ବୋଲି ଥରେ କେବେ ଏକ ନିଷ୍ପତ୍ତି ଗ୍ରହଣ କରିଥିଲ ବୋଲି ତୁମେ ଯେ ଏକାଥରକେ ଲକ୍ଷ୍ୟରେ ଆସି ପହଞ୍ଚିଗଲ, ସେ କଥା ମୋଟେ ନୁହଁ। ଏଇ ଯୋଉ ଧାରଣା ଆମର ଅଛି ନା, ମୁଁ କେବେ ଗୋଟେ ହଁ ମାରିଥିଲି, ନିଷ୍ପତ୍ତି ନେଇଥିଲି, ସେଇଥିପାଇଁ ମା ମତେ କୃପା କଲେ ଏବଂ ମତେ ସେଥିରୁ ହଠାତ୍ ଉଦ୍ଧାର କରି ନେଇ ଆସିଲେ। ବା କହୁଛି ସେମିତି ଭାବ ନାହିଁ। ଏଇଟି ଯେ ଏକ ଅତ୍ୟନ୍ତ ଅସଲ ମହତ୍ୱପୂର୍ଣ୍ଣ କଥା, ମା ଏଇଟା କହୁଛି ଏଇଟା ହଉଛି ଅତି ମହତ୍ୱପୂର୍ଣ୍ଣ କଥା, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ। ମାତ୍ର ତାପରେ ମଧ୍ୟ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ତୁମକୁ ଆପଣା ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ, ଯେପରିକି ତୁମର ସଂକଳ୍ପ ପୁଣି ଆଉ ଥରକ ଲାଗି ମିଥ୍ୟା ବୋଲି ସାବ୍ୟସ୍ତ ହୋଇଯିବ ନାହିଁ। ଏଇ ଅଜ୍ଞାନ ଜଗତରେ, ଅଧିମାନସ ଜଗତ ପର୍ଯ୍ୟନ୍ତ ଆମେ ଯାହା କରୁଛୁ ତାହା ପୁନରାୟ ତା ପୂର୍ବ ଅବସ୍ଥାକୁ ଫେରି ଆସିପାରିବାର 100% ସମ୍ଭାବନା ରହିଛି। ତେଣୁ ଆମକୁ ଅତ୍ୟନ୍ତ ସତର୍କ ରହି ତା ବିରୁଦ୍ଧରେ କାର୍ଯ୍ୟ କରି କରି ଚାଲିବାକୁ ପଡିବ। ମା, ଥ୍ୟାଙ୍କ ୟୁ ଅଲ୍, ରବର।